ତେଲିଙ୍ଗିଆ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସ୍କୁଟି ଦୁର୍ଘଟଣାରେ ଜଣେ 24 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ ଘୋଦଗିରି ଠାରୁ ତେଲିଙ୍ଗିଆ ନିଜ ଗ୍ରାମକୁ ଯାଉଥିବା ବେଳେ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବିଲାବଡ଼ା ନିକଟରେ କୌଣସି କାରଣରୁ ସ୍କୁଟି ଚାଳକ ଦୁର୍ଘଟଣା ଶିକାର ହୋଇଛନ୍ତି ଏବଂ ସେହି ସ୍ଥାନରେ ସେ ମୃତ୍ୟୁଭୋଗ କରିଥିବା ସୂଚନା ରହିଛି, ଯାହାକି ସୁଲତାନ ପ୍ରଧାନ ବୟସ 24 ନାମକ ଜଣେ ବ୍ୟକ୍ତି ସ୍କୁଟି ଦୁର୍ଘଟଣାରେ ସେହି ସ୍ଥାନରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଘୋଦଗିରି ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ତାହାକୁ ଉଦ୍ଧାର କରି ଘୋଦଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିବା ସୂଚନା ରହିଛି। ରାତ୍ର 8:30ଟାରୁ 9ଟା ଭିତରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ତେବେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।